ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର 15 କାଉନସିଲରଙ୍କ ମଧ୍ୟରୁ 11 ଜଣ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ସେମାନେ ହେଲେ ବିଜେପିର ୱାର୍ଡର 2 କୃପାସିନ୍ଧୁ ବେହେରା, ୱାର୍ଡ 4ର ସୁଚିତ୍ରା ସାହୁ, ୱାର୍ଡ 5ର ରଶ୍ମିତା ସାହୁ, ୱାର୍ଡ 6ର ସୁଶାନ୍ତ ଦାସ, ୱାର୍ଡ 8ର ସସ୍ମିତା ଦାସ, ୱାର୍ଡ 10ର ମଞ୍ଜୁଲତା ସେଠୀ, ୱାର୍ଡ 13ର ମନୋରଞ୍ଜନ ସାହୁ, ବିଜେଡି କାଉନସିଲର ୱାର୍ଡ 11ର ସ୍ୱର୍ଣ୍ଣ ମଞ୍ଜରୀ ସାହୁ, ୱାର୍ଡ 7ର ନରେନ୍ଦ୍ର ବେହେରା, ୱାର୍ଡ 15ର ଝୁନୁ ନାୟକ, ୱାର୍ଡ 1ର ଗିରିଧାରୀ ସାହୁ ଉପସ୍ଥିତ ହୋଇ ଭୋଟ ଦେଇଥିବା ଜଣାପଡ଼ିଛି। ନଭେମ୍ବର 4 ତାରିଖରେ ଜିଲ୍ଲାପାଳଙ୍କୁ ଭୁବନ ଏନ୍ଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଢେଙ୍କାନାଳ ଜିଲ୍ଲାପାଳଙ୍କ ଚିଠି ନମ୍ବର ଅନୁଯାୟୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ନଗରପାଳ ଶୁଭେନ୍ଦୁ ସାହୁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସେ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ଦର୍ଶାଯାଇଛି ଯେ ପରିଷଦର ଗଣନିର୍ଦ୍ଧାରିତ ସମୟରେ ଭୋଟ ଦେବେ, କିନ୍ତୁ ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ନାରାୟଣ ନାୟକ ଗଣତି କରିଛନ୍ତି, କିନ୍ତୁ ମାନ୍ୟବର ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଫଳାଫଳ ଘୋଷଣା କରିନାହାନ୍ତି। ମୋ ବିରୋଧରେ ଅନାସ୍ଥା, ଅଥଚ ମୋତେ ଜିଲ୍ଲାପାଳ ନୋଟିସଟି ଦେଲେନି। ଅନୁସୂଚିତ ଜନଜାତିର ନେତା, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମାନ୍ୟବର ମହାମହିମ ରାଷ୍ଟ୍ରପତି, କିନ୍ତୁ ଜଣେ ଅନୁସୂଚିତ ଜନଜାତିର ମହିଳା କାଉନସିଲର ଯିଏକି ଗର୍ଭବତୀ ଥିଲେ, ଅଜ୍ଞାତବାସରେ ଥିଲେ, ଆଜି 12 ଦିନର ସନ୍ତାନ ଧରି ଅନାସ୍ଥାକୁ ଆସିଛନ୍ତି। ଏଭଳି ହୀନ ରାଜନୀତିକୁ ଘୃଣା କରୁଛନ୍ତି ବୋଲି ସାମ୍ବାଦିକଙ୍କୁ କହିଥିଲେ ନଗରପାଳ ଶୁଭେନ୍ଦୁ ସାହୁ।